ଗାଇ ଯାଉ ଆମେ ପ୍ରତି କୋଣେ କୋଣେ ଯୀଶୁ ମୁକ୍ତି ଦିଅନ୍ତି। କହି ଯାଉ ଆମେ ପ୍ରତି କାନେ କାନେ ଯୀଶୁ ହିଁ ଶାନ୍ତି ଦିଅନ୍ତି। ଗାଇ ଯାଉ ଆମେ ପ୍ରତି କୋଣେ କୋଣେ ଯୀଶୁ ମୁକ୍ତି ଦିଅନ୍ତି। କହି ଯାଉ ଆମେ ପ୍ରତି କାନେ କାନେ ଯୀଶୁ ହିଁ ଶାନ୍ତି ଦିଅନ୍ତି। প্রিয় শ্রোতা বন্ধু, প্রভু শ্রীখ্ରୀষ্টଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ମାଥିଉ ଲିଖିତ ସୁସମାଚାର 1 ଅଧ୍ୟାୟରେ 21 ପଦରେ ଆମମାନେ ଏହିପରି ପାଠ କରୁ, ସେ ପୁତ୍ର ପ୍ରସବ କରିବେ ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ପ୍ରଭୁ ଶ୍ରୀଖ୍ରୀଷ୍ଟ ଏ ଜଗତକୁ କାହିଁକି ଆସିଥିଲେ, ତାହାର ଉଦ୍ଦେଶ୍ୟ ଆମର ପଠିତ ପଦ ପ୍ରଦାନ କରେ। ପ୍ରଭୁ ଶ୍ରୀଖ୍ରୀଷ୍ଟ କେବଳ ଜଣେ ମହାନ ଗୁରୁ କିମ୍ବା ମହାନ ବ୍ୟକ୍ତିତ୍ୱ ହିଁ ନଥିଲେ, ସୁତରାଂ ସେ ତ୍ରାଣକର୍ତ୍ତା ହୋଇ ଏହି ଜଗତକୁ ଆସିଥିଲେ। ଯୀଶୁ ନାମର ଅର୍ଥ ହେଉଛି ଈଶ୍ୱର ପରିତ୍ରାଣ ଅଟନ୍ତି। ଈଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ, ମାତ୍ର ମନୁଷ୍ୟ ଈଶ୍ୱରଙ୍କର ଆଜ୍ଞା ଲଙ୍ଘନ କଲା, ଆଉ ଏହି ରୂପେ ମନୁଷ୍ୟ ପାପ କରି ଈଶ୍ୱରଙ୍କ ଠାରୁ ଦୂରେଇ ଗଲା। ପାପ କେବଳ ଆମର କର୍ମରେ ଦେଖାଯାଏ ନାହିଁ, ମାତ୍ର ଆମର ଚିନ୍ତାରେ ଓ ହୃଦୟରେ ମଧ୍ୟ ଦେଖାଯାଏ। ଏହି ପାପର ଭୟାବହ ପରିଣାମ ହେଉଛି ଦୁଃଖ, ଭୟ ତଥା ଆତ୍ମିକ ମୃତ୍ୟୁ। ଏହି ପାପ ଆମକୁ ଅନନ୍ତ ବିନାଶ ଆଡ଼କୁ ଘେନିଯାଏ, ମାତ୍ର ଈଶ୍ୱର ଆମକୁ ପ୍ରେମ କରନ୍ତି, ପୁଣି ଆମକୁ ପାପର ଅବସ୍ଥାରେ ଛାଡ଼ିଦେଲେ ନାହିଁ। ପ୍ରଭୁ ଶ୍ରୀଖ୍ରୀଷ୍ଟ ଆମର ପାପର ଦଣ୍ଡ ଆପଣା ଉପରେ ଗ୍ରହଣ କରି କ୍ରୁଶରେ ନିଜର ପ୍ରାଣ ଦାନ କଲେ, ଯେପରି ସେ ଆମର ପାପର ମୂଲ୍ୟ ଦେବେ। ସେ ମୃତ୍ୟୁରୁ ବିଜୟୀ ହେଲେ, ପୁନରୁତ୍ଥିତ ହେଲେ, ଯେପରି ଆମେ ଆଶା ଓ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରୁ। ପ୍ରିୟ ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟ ଆଜି ଆପଣଙ୍କୁ ଡାକୁଅଛନ୍ତି, ନିଜ ପାପରୁ ମନ ପରିବର୍ତ୍ତନ କରନ୍ତୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତୁ। କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଆଜି ଆପଣ କ୍ଷମା, ଶାନ୍ତି ଓ ନୂତନ ଜୀବନ ପ୍ରାପ୍ତ ହୋଇପାରିବେ। ଧନ୍ୟବାଦ।